ଭାଲୁ ଆକ୍ରମଣରେ ଜଣେ ଗୁରୁତର। ଛେଳି ଚରାଇବାକୁ ଯାଇ ଘଟିଲା ବଡ଼ ଅଘଟଣ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ଘସିପୁରା ଥାନା କୋଳିମାଟିଠାରେ ଆଜି ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର। କୋଳିମାଟି ଗ୍ରାମର ପ୍ରକାଶ ବାରିକ ଗୃହପାଳିତ ଛେଳିମାନଙ୍କୁ ନେଇ ପାଖ ଜଙ୍ଗଲକୁ ଚରାଇବା ପାଇଁ ଯାଇଥିଲେ। ଘରକୁ ଫେରିବା ସମୟରେ ଏକ ବିରାଟକାୟ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଜଙ୍ଗଲୀ ହିଂସ୍ର ଭାଲୁଟି ପ୍ରକାଶଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନରେ ନଖ ଦ୍ୱାରା ଗଭୀର କ୍ଷତ କରି ପକାଇଛି। ଭାଲୁ ଆକ୍ରମଣର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଦୌଡ଼ି ଆସିଥିଲେ। ଫଳରେ ଭାଲୁଟି ଜଙ୍ଗଲକୁ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ସ୍ଥାନୀୟ ଓ ପରିବାର ଲୋକମାନେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜାଣି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଛେଳି ଚରାଳୀଙ୍କ ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।